भाई आपण को ना कौन पूर्णचंद्र साहू कौन जोर कहतु पूर्णचंद्र साहू आपण ए मुनि समाज को केते दिन है आसिले ମୁଁ ଆସିଲିଣି ମାସେ ହେଇନି। आसेनी आपण कौन होइतिला ମୋର ହେଇଥିଲା ଇଏ ମୁଁ ଚାଲି ପାରୁନଥିଲି। चली पार नथुली ନା कौन होइतिला ମୋର କଙ୍କାଳଟା ଭାଙ୍ଗି ଯାଇଥିଲା ମୋର ଗୋଟେ ହାଡ଼ କଟି ଯାଇଛି हां ଆଉ ମୁଁ ଯାଇଥିଲି ଆସିକି किए किए कहले आपण को एठी अछि ए रेडी होची को सत्संग ना होची एठी सब रेडी होचंदी बोल किए कहला କହିଲେ ମୋ ସମିତି କହିଲେ कौन कहले କହିଲେ ସେଇ ଆଡମିସନ ହବ ଚାଲ ସେଇ ଯୁଗ ସମୟ ଇଏ ମୁନି ସମାଜକୁ ଚାଲ। अच्छा अच्छा आश्रम आसिले कौन का देखा हला फर्स्ट ଫାଷ୍ଟ ସାର୍ ଦେଖା ହେଲା हाँ कौन कहले सारे ସାର୍ କହିଲେ ତମେ ଦୁଇ ଜଣ ଆସିନେ ହେବ ନହେଲେ ହବନି। अच्छा तापर कौन कहले କହିଲେ ଦୁଇ ଜଣ ଆସିନେ ଯାଇକି ହବ ନହେଲେ ହବନି। ଆପଣଙ୍କର ହେଇଥିଲା କ'ଣ ମେଡ଼ିକାଲ କେଉଁଠୁ ଯାଇକି ଫେରିକି ଆଇଲେ ଯାଇଥିଲୁ କଟକ ଯାଇଥିଲୁ ହଁ କଟକ ଫେରିକି ଆଇଲୁ କ'ଣ ଅପରେସନ୍ ହେବା ପାଇଁ ନା କ'ଣ ଅପରେସନ ହେବା ପାଇଁ ଆଡମିସନ ହେଇଥିଲୁ। ହଁ କ'ଣ ଅପରେସନ୍ ଥିଏଟର ପର୍ଯ୍ୟନ୍ତ ଯାଇଥିଲେ ହଁ ଅପରେସନ ହେଇତେ ଯାଇଥିଲୁ ନା ଆଡମିସନ ହେଇକି ଥିଲୁ ଆଉ ସେମିତି ଏ ଡାକ୍ତର ଦୁଇଟା ଡାକ୍ତର ହେଲା ବୋଲି ପଳେଇଆଇଲୁ ଫେରି। ଯେ ମାସେ ଭିତରେ ଆପଣ ରେଡ଼ି ହେଇଗଲେ ଚାଲି ପାରୁନଥିଲେ ଏବେ ଚାଲିକି ଟିକେ ଦେଖେଇଲେ ଦେଖିଆ ଚାଲି ପାରୁଛନ୍ତି ନା ଏଇଟା ଯେମିତି ଚାଲୁଛି ସେମିତି ଚାଲିଲେ ଦେଖିଆ ସିଧା ହଁ ତ ପୁରା ଚାଲୁଛନ୍ତି ହଁ ଆସନ୍ତୁ ଫେର ରିଟର୍ନ ଆସନ୍ତୁ ଯାଇକି ବସନ୍ତୁ କ'ଣ କହିଲେ ଆପଣଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ସାହୁ ପୂର୍ଣ୍ଣଚନ୍ଦ୍ର ସାହୁ ଆଚ୍ଛା ଆପଣଙ୍କର ଠିକ୍ ହେଇଗଲା ଆଉ ଆପଣ ଲୋକମାନଙ୍କୁ କ'ଣ କହିବେ ଆସିକି ଲୋକମାନେ ଏଠି ଠିକ୍ ହେବା ପାଇଁ କହିବେ ନା କ'ଣ କହିବେ ଆପଣଙ୍କ ଦୀପଦ କୁହନ୍ତୁ ହଁ ଲୋକ ପାଇଁ ଲୋକ ଆମ ଯିଏ ମୋତେ ପଚାରୁଛନ୍ତି ମୁଁ କହିଲି ମୁଁ ସେଠିକି ଯାଉଛି ତମେ ସେଠିକି ଯାଅ ତମ ଭଲ ହେଇଯିବ। କାରଣ ବହୁତ ଲୋକ ବହୁତ ହଇରାଣ ହେଉଛନ୍ତି ହେଲା କି ବହୁତ ଡକ୍ଟର ପାଖକୁ ଯାଉଛନ୍ତି କିଛି ଜାଣିପାରୁନାହାନ୍ତି କ'ଣ କରିବେ କ'ଣ ନାହିଁ ବହୁତ ଡକ୍ଟର ପାଖରେ ପଇସା ବହୁତ ୱେଷ୍ଟ ହେଇଯାଉଛି ତାଙ୍କ ଧନ ସମ୍ପତ୍ତି ସବୁ ଯାହା ଅଛି ସବୁ ହେଲା କି ମେଡ଼ିକାଲ ଅପରେସନ୍ ପଛରେ ସବୁ ପଳେଇ ଯାଉଛି ହେଲା କି ଆପଣ କିଛି ଆଉ ଦୀପଦ କୁହନ୍ତୁ ଆଶ୍ରମ ଲୋକ ମନା କରୁଥିଲେ ମୁଁ ଠିକ୍ ସେଇଟା ସେ ବା ମନା କରିଥିଲେ ମୋତେ ସେଠିକି ଯାଅ ନାହିଁ ବୋଲି ମୁଁ କହିଲି ନା ସେଇଠିକି ମୁଁ ଯିମି ଆପଣଙ୍କୁ ଦୃଢ଼ ବିଶ୍ୱାସ ଏଠି ଭଲ ହେଇଯିବ ବୋଲି ମୋର ବିଶ୍ୱାସ ହେଲା ବୋଲି ମୁଁ ଆଇନି ଆଉ କାହା ଉପରେ ବିଶ୍ୱାସ ହେଲା ସାର୍ ଏଠି ଆଚ୍ଛା। ମୁନି ସମାଜରେ ମୁନି ସମାଜରେ ନା ଲୋକନାଥ ସାର୍ଙ୍କ ଉପରେ ସେଇ ଯୋଉ ସମାଜରେ ଏଠି ଆଚ୍ଛା ଆଚ୍ଛା ହଉ ଆପଣ ସେ ମାସେ ଭିତରେ ଜାଣିନାହାନ୍ତି ସାର୍ ଆପଣ କି ଦୀପଦ କହିବେ ହଁ ହଁ କ'ଣ ହେଇଥିଲା ତାଙ୍କର ଅବସ୍ଥା କ'ଣ ହେଇଥିଲା ସାର୍ ସିଏ କହିଲେ ମୁଁ ଯାଇଥିଲି ଅପରେସନ୍ ଥିଏଟରରୁ ଫେରି ଆସିଛି ହୁଁ ଆଉ ଏଇଟା ଭଲ ହେବ ନା ମୁଁ ହଁ ଭଲ ହେଇଯିବ କଥା ଯଦି ମାନିବ ଭଲ ହେଇଯିବ ଆଉ ସିଏ କହିଲେ ହଁ ମୁଁ କଥା ମାନିବି ତାପରେ ମୁଁ ତାଙ୍କୁ ଆଡ଼ମିସନ୍ କଲି କଲା ପରେ ମୁଁ କହିଲି ତୁମ ଯେଉଁ ସ୍ୱାମୀ ସ୍ତ୍ରୀ ସିମୁନି ଲିଖିଛନ୍ତି ସ୍ୱାମୀ ସ୍ତ୍ରୀ ଉଭୟ ଆଡ଼ମିସନ୍ ନହେଲା ମାନେ ସେ କହିଲେ ମୁଁ ବୋଉ ଦୁଇ ଦିନ ପରେ ଆସିବ ଆଉ ତାପରେ ଡାକି ଆଣିଲା ପରେ ମୁଁ ଯୋଗ ଦେଲି ତାପରେ ତାଙ୍କର ଏପଟ ସେପଟ ମୁଁ ରହିପାରିଲିନି ଆଡ଼େ ସାଡ଼େ ପ୍ରୋଗ୍ରାମ୍ ପଳେଇ ଯାଉଛି କେବଳ ପ୍ରତିଦିନ ମଧ୍ୟରେ ମଧ୍ୟ ବହୁତ ଆଗ୍ରହ ଅଛି ଥିବା ଯୋଗୁଁ ସେ ବହୁତ ଭଲ ହେଲାଣି ଆଉ ପୁଣି ଘର ପାଖକୁ ଥରେ ଯାଇକି ସତ୍ସଙ୍ଗକୁ ନେଇକି ଡାକି ଆଣିଥିଲି। ଯେକୌଣସି ରୋଗ ହେଇଥିଲେ ବି ମୁନି ସମାଜକୁ ଆସିଲେ ଜଣେ ଠିକ୍ ସାଧନ କଲେ ଶାସନ କଲେ ରୋଗ ବୋଲି ସଂସାରରେ କିଛି ନାହିଁ କିନ୍ତୁ ଆମେ ଜାଣିଛୁ ସବୁ ଲୋକ କଥା ଜାଣିନାହାନ୍ତି ତଥାପି ସାଧନ କଲେ ସାଧନ ପାଖରେ କୌଣସି ପ୍ରକାର ରୋଗ ରହିବ ନାହିଁ। ହଉ ହଉ ସପ୍ରେମ ଜୟ ଜୟ